ସତରେ ହଉ କି ସ୍ୱପ୍ନରେ ହଉ ସବୁବେଳେ ଆସୁଥାଉ ତୁ ନିଶ୍ୱାସ ନେଲେ ମୁଁ ବଞ୍ଚୁଛି ରେ। ଝିଅ ଡାଇରେକ୍ଟ କହିଲା ତୁ ଯଦି ମତେ ସତରେ ଭଲ ପାଉଛି ମୋ ପାଇଁ ସୁଇସାଇଡ କରି ଦେଖା। ତମର ଯଦି ପଇସା ବାଲା ଟଙ୍କା ଦରକାର ଥିଲା ତାହେଲେ ପ୍ରଥମେ ମୋ ଭାଇ ତ ଚାକିରି କରିନି, ତୁ ଜାଣିଥିଲୁ ମୋ ଭାଇ ସହିତ କାହିଁକି ତୁ ରହୁଥିଲୁ। ଆମେ ଶୋଇଥିଲୁ, ସେ ଆମ ରୋଷେଇ ଘରେ ସୁଇସାଇଡ କରିଛି ଦୌଡ଼ ଦେଇଛି। ତାଙ୍କ ଘର ଲୋକ କହିଲେ ତାକୁ ଚାକିରି କଲେ ଆମେ ବାହା କରିବୁ। ସେ ଝିଅ ନା ତାକୁ ସଦାବେଳେ ପଇସା ସବୁ ମାଗେ ସବୁ ଦିଏ ସବୁ କରେ। ତା ବୋଉ କହିଲା ନାଇଁ ଚାକିରି କରିନି, ଆମର ପଇସା ବାଲା ମୋ ଝିଅ ଯାହାକୁ ଚାକିରି କରିଥିବ ଗଭର୍ଣ୍ଣମେଣ୍ଟ ଜବ ତାକୁ ମୁଁ ବାହା କରିବି। ମୋ ଭାଇ ସେଇ ଝିଅକୁ ବହୁତ ଭଲ ପାଉଥିଲା, ସିଏ ବି ତାକୁ ବହୁତ ଭଲ ପାଉଥିଲା। ତାକୁ ସେ ମନ୍ଦିର ନେଇ ସିନ୍ଦୁର ବି ପିନ୍ଧେଇଥିଲା। ମୋ ଭାଇ ମୁଁ ଯେତେବେଳେ ଯାଇନି ମୋ ଭାଇ ସେଇ ଝିଅକୁ ଭଲ ପାଉଛି, ମୋ ଭାଇକି ମୁଁ ବହୁତ ବୁଝେଇଲି ସେ ଝିଅକୁ ତୁ ଭଲ ପାଆନା, ସେ ଭଲ ଝିଅ ନୁହଁ, ସେ ତୋ ସହିତ କଥା ହେଇଛି ଆଉ କାହା ସହିତ ଗପିବୁ। ତାକୁ ବୁଝେଇଲି, ସେ କହିଲା ନାଇଁ ସେ ସୁଧୁରି ଯିବ ଇଏ ସବୁବେଳେ ମତେ କହିଲା। ମୁଁ ବି ସବୁବେଳେ ତାଙ୍କ କଥା ଶୁଣିଲି। ସେ ଝିଅ ବି ଆମ ଆଗରେ ବହୁତ ଭଲ, ଆମ ଘରକୁ ସିଏ ଆସେ। ମୋ ବୋଉ ଘଟିକି କେତେ ଥର ଯାଇଛି, ଆମ ବରମୁଣ୍ଡରେ ଆମ ଘରେ ଡେଲି ଆସି ସେ ବସେ ସବୁବେଳେ ଏମିତି କହେ। ତା ବୋଉ କହିଲା ତା ପାଖରେ ତାଙ୍କ ଘର ଫ୍ୟାମିଲି ଅଲ ଫ୍ୟାମିଲି ଜାଣିଥିଲେ, ତାଙ୍କ ଫ୍ୟାମିଲି ସବୁ ଜାଣିଥିଲେ ମୋ ଭାଇ ତାକୁ ଭଲ ପାଉଛି, ସିଏ ସବୁ ଭଲ ପାଉଛି। ତାଙ୍କ ଘର ଲୋକ କହିଲେ ତାକୁ ଚାକିରି କଲେ ଆମେ ବାହା କରିବୁ। ଆମେ ବି ରାଜି ହେଲୁ। ଆମେ କହିଲୁ ଚାକିରି ଆଜି କରିନି କାଲି କରିବୁ ଚାକିରି, ତାର ଏନାକୁ ବୟସ ହେଇଗଲେ ଚାକିରି କରିବ। ସିଏ ବି କହିଲା ମୁଁ ଚାକିରି କରିବି ସବୁ କରିବି। ସେ ଝିଅ ନା ତାକୁ ସଦାବେଳେ ପଇସା ସବୁ ମାଗେ ସବୁ ଦିଏ ସବୁ କରେ। ତା ବୋଉ କହିଲା ନାଇଁ ଚାକିରି କରିନି, ଆମର ପଇସା ବାଲା ମୋ ଝିଅ ଯାହାକୁ ଚାକିରି କରିଥିବ ଗଭର୍ଣ୍ଣମେଣ୍ଟ ଜବ ତାକୁ ମୁଁ ବାହା କରିବି। ଏ ଝିଅ ତାକୁ ମାନେ ମଝିରେ ରାତିରେ ଥରେ ମଦ ପିଇକି ଆସିଲା। ସେ କେବେ ତା ଜୀବନରେ ମଦ ପିଏନି। ମଦ ପିଇକି ଆସିଲା, ଗୋଟେ ଭାଇ 2 ଜଣ ଆସିଛି ତାକୁ ଘରେ ଛାଡିଲେ। ତାକୁ ବୁଝେଇଲି, କହିଲା ମୁଁ ମରିଯିବି, ମୁଁ ତା ବିନା ବଞ୍ଚି ପାରିବିନି। ତାକୁ ଆମେ ବୁଝେଇଲୁ, ସେ ବୁଝିଲାନି। ମୁଁ ନେଇ ତାକୁ ବୋଉ ଘଟି ଛାଡିଦେଲି। କାଲି ବରମୁଣ୍ଡା ଆମ ଘର ପଛରେ ନା ସୋଇଠି ନାହକ। ସେ ଭଡା ରହୁଛନ୍ତି, ତାଙ୍କ ଘର ନନ୍ଦୀ ଘର। ତାଙ୍କ ଫ୍ୟାମିଲି ସଦାବେଳେ ଆମକୁ ଦେଖିଲା ମାନେ ବିରକ୍ତ ହୁଅନ୍ତି, ଚିଡି ହୁଅନ୍ତି। ତା ବୋଉ ରାଜି ହେଇଥିଲା ନିଜେ, କହିଲା ତମ ପୁଅ ଚାକିରି କଲେ ଆମ ଝିଅକୁ ପଇସା ହେଲେ ଆମେ ବାହା କରିଦବୁ ଇଏ କରିଦବୁ ସବୁ କଥା କହିଲେ। ତାପରେ ସେ ଝିଅ ମୋ ଭାଇ ଯେତେବେଳେ ଯାଇନା ସେ ଆଉ କାହା ସହିତ ଗପୁଛି, ମୋ ଭାଇ ତାକୁ ଯେତେବେଳେ ପଚାରିଲା ତାପରେ ସେ ଡାଇରେକ୍ଟ କହିଲା ତୁ ମତେ ଡାଉଟ୍ କରୁଛୁ ବୋଲି ମୁଁ ତତେ ଛାଡିଦେଲି। ସେ ତାପରେ କହିଲା ମୁଁ ତତେ କେମିତି ଡାଉଟ୍ କରିବିନି, ମୁଁ ତତେ ଭଲ ପାଉଛି, ତୁ ଆଉ କାହା ସହିତ ଗପିଲେ ମୁଁ କେମିତି କରିବିନି। ମୋ ଭାଇ ତା ଆଇଡି ରଖିଥିଲା ସବୁ ରଖିଥିଲା, ସେ ଗୋଟେ ଫେକ୍ ଆଇଡି ଖୋଲିଛି ଆଉ ଜଣଙ୍କ ସହିତ କଥା ହେଲା। ତା ବେଷ୍ଟୁ ଯିଏ ସେ ମୋ ଭାଇକୁ ସବୁ ଡିଟେଲ୍ସ ଦେଲା। ତା ବେଷ୍ଟୁ ଯିଏ ଶୁଭମ ସେ ଆମ ସାଲିଆ ସାହିର ସେ ପିଲାଟା ମୋ ଭାଇକୁ ସବୁ ଡିଟେଲ୍ସ କହିଲା। କହିଲା ଭାଇ ସେ ଭଲ ଝିଅ ନୁହଁ ଏ ନୁହଁ ସେ ନୁହଁ। ମୋ ଭାଇକି ସବୁ ମେସେଜ କରି ଗଲା। ମୋ ଭାଇ ବି କାଲି ମରିବା ପୂର୍ବରୁ ରାତିରେ ତାକୁ ମୋ ଆଇଡିରୁ ଇନଷ୍ଟା ଆଇଡିରୁ ତାକୁ ମେସେଜ କରିଛି, କାହିଁକି ନା ସେ ମୋ ଭାଇକି ବ୍ଲକ କରିଦେଇଥିଲେ। ମତେ ବ୍ଲକ କରିନଥିଲେ, ମୋ ଭାଇ ତାକୁ ମେସେଜ କରିଛି, ସେ କିଛି ରିପ୍ଲାଏ ଦେଇନି। ମୁଁ ବି ସେ ଝିଅକୁ ବହୁତ କହିଲି ମୋ ଭାଇ ସହିତ ତୁ ଏମିତି କରନା, ତୁ ଯଦି ତମର ଯଦି ପଇସା ବାଲା ଟଙ୍କା ଦରକାର ଥିଲା ତାହେଲେ ପ୍ରଥମେ ମୋ ଭାଇ ତ ଚାକିରି କରିନି, ତୁ ଜାଣିଥିଲୁ ମୋ ଭାଇ ସହିତ କାହିଁକି ତୁ ରହୁଥିଲୁ। ତୁ ଜାଣିଥିଲୁ ନା ତୋ ବୋଉ ତମ ଘରେ ପଇସା ବାଲା ଟଙ୍କା ଦେଖିଲେ ବାହା ହେବେ। ସେ ଝିଅ ଡାଇରେକ୍ଟ କହିଲା ତୁ ଯଦି ମତେ ସତରେ ଭଲ ପାଉଛି ମୋ ପାଇଁ ସୁଇସାଇଡ କରି ଦେଖା। ତ ଏଟା କହିଦେଲେ କଣ ସେ କରିଦେବେ? ମୋ ଭାଇ ତାକୁ ଜୀବନରେ ବହୁତ ଭଲ ପାଇଥିଲା। ଭଲ ପାଇଲେ କଣ ମା ବାପା କଥା ନ ଭାବି ସେ ସବୁବେଳେ ମତେ ସବୁ କଥା ଆସିଛି କହେ। କାଲି ମତେ କିଛି କହିଲା, କାଲି ମୁଁ ତାକୁ ବହୁତ ବୁଝେଇଲି। ମତେ କହିଲା ମୁଁ ପ୍ୟାଣ୍ଟ କିଣି ମତେ ପଇସା ଦବୁ। ମୁଁ କହିଲି ହଁ ବୋଉ ପଇସା ଚାହୁଁଛି ମୁଁ ଉଠେଇଲେ ତ ଦେବି। କହିଲା ମୋ ଖାଇବାକୁ ଦେଲି, ଖାଇଲା, ମୋ ସହିତ ଭଲରେ କଥା ହେଲା। ସେ କୋଉଠି ମଦ ପିଇଛି 6.5 ନମ୍ବର ଏଇ ରୋଡ ରେ ଶୋଇଥିଲା। ମୁଁ ତାର ଭିଡିଓ କରିଥିଲି, କହିଲା ନନ୍ଦିନୀ ମୋ ଭିଡିଓଟା ପ୍ରେମୀ ପାଗଳ ଲେଖି ଷ୍ଟୋରି ପକା, ସେ ଦେଖିବ। ମୁଁ ପକେଇଲି, ମୋ ସହିତ ଭଲରେ କଥା ହେଲା। ମୁଁ ତାକୁ ବୁଝେଇଲି ଦେଖ ତୁ ଯଦି କାମ ଚାକିରି କରିବୁନି ତୋ ପାଇଁ ବାପା କହୁଛି ଗୋଟେ ବଡ ଦୋକାନ ଖୋଲିଦେବୁ, ତୁ ସେ ଦୋକାନରେ ବସିବୁ। ହଁ ମାଇଲା ସବୁ କଥା କହିଲା ମତେ ପଇସା ଦେବୁ, ମୁଁ କାଲି ଯାଇକି ପ୍ୟାଣ୍ଟ ଆଣିବି। ଆଉ ତା ସାଙ୍ଗ କିଏ ଗୋଟେ ଡାକିଲା, ଫୋନ କରିଛି, ସେ ଗଲା। କେତେବେଳେ ଦେଖିଲେ ସେ ସୁଇସାଇଡ କରୁଛନ୍ତି ବୋଲି? ଆମେ ସକାଳୁ 4ଟା ରାତିରୁ ଆମେ ଶୋଇଥିଲୁ, ସେ ଆମ ରୋଷେଇ ଘରେ ସୁଇସାଇଡ କରିଛି ଦୌଡ଼ ଦେଇଛି। ଆମ ଘର ସାମ୍ନାରେ ଯୋଉ ଝରକାଟା ଅଛି, ରୋଷେଇ ଘର ଝରକାଟା ଆମ ଏଠି ରହୁଛନ୍ତି ଭଡା, ସିଏ 4ଟା ରାତିରୁ କାମ ଆସନ୍ତି। ଆମ ଝରକାଟା ସାମ୍ନାକୁ ତାଙ୍କୁ ଦେଖାଗଲା, ସେ ଟିକେ ଆଜି ଯେତେବେଳେ ଭଲରେ ଦେଖିଲେ ଆଜି ଆମ ଘରେ ମୋ ମାମୁଁ କହିଲେ ଆମେ ଶୋଇଥିଲୁ ଯେମିତି କବାଟ ଖୋଲିଲେ ମୋ ଭାଇ ସେଠି ଦୌଡ଼ ଦେଇଛି। ଆମେ ଚାହୁଁଛୁ ଆମକୁ ନ୍ୟାୟ ଦରକାର, ଆଉ ତାଙ୍କ ଫ୍ୟାମିଲି ଆଉ ତାଙ୍କୁ ଆରେଷ୍ଟ ହବା ଦରକାର।